ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ ଚାଷ ନଷ୍ଟ ହୋଇଥିବାରୁ ଚାଷୀମାନେ ଅପେକ୍ଷା କରି ରହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ତାଙ୍କ ଧାନ ଫସଲ ନଷ୍ଟ ହୋଇଯାଇଛି ଦୁଃଖ ଜଣାଇଥାନ୍ତେ। ଖୋଦ୍ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ବି ଥିଲେ ନବୀନ ଗାଡ଼ିକୁ 1 ମିନିଟ୍ ରୁହନ୍ତୁ ବୋଲି ଆଙ୍ଗୁଠିରେ ଇସାରା ଦେଉଥିଲେ। ହେଲେ ନବୀନ ହାତ ହଲେଇ ମନା କରି ଆଗକୁ ମାଡ଼ି ଚାଲିଲେ। ଏଠି ପ୍ରଶ୍ନ ଉଠୁଛି, ନବୀନ କ'ଣ ପାଇଁ ସାଲେପୁର ଗସ୍ତ କରିଥିଲେ? ଚାଷୀ ଭେଟିବା ପାଇଁ ନା ହାରି ଯାଇଛନ୍ତି ବୋଲି ଆଗକୁ ଜନସାଧାରଣଙ୍କ ମନରେ ଆସ୍ଥା ଭାଜନ ହୋଇ ଆଗକୁ ଥିବା ପଞ୍ଚାୟତ ଇଲେକ୍ସନ କିପରି ବିଜେଡି ହାତକୁ ନେବ ସେଥିପାଇଁ ବୋଲି ଆଲୋଚନା ହେଉଛି ଚାଷୀଙ୍କ ମହଲରେ। ମୁଁ ହିମାଂଶୁ କୁମାର ମହାନ୍ତି, ଟାଙ୍ଗୀ ସାଲେପୁର ନାଇଁ କଟରପା ଗସ୍ତ ଆସିଥିଲେ ସେଇଟା ତ ଠିକ୍ କଥା। ମୁଁ ଭାବୁଛି ଏଇ ଯେଉଁ ଆଜିକାର ରାଜନୀତି କରାହେଉଛି, ଯେତେବେଳେ ମୋହନ ସରକାର ବିଲକୁ ଯାଇକି ଦେଖିଲେ ଚାଷୀଙ୍କର ଦୁଃଖ ଦୁର୍ଦଶା ଦେଖିଲେ, ମୁଁ ଭାବୁଛି ତାକୁ ନବୀନ ବାବୁ ନ ଦେଖିପାରି ନ ସହିପାରି ସେ ଯାଇକି ନିଜେ ସେ ବାହା ଫଟୋ ନେବା ପାଇଁ ଚିନ୍ତା କରୁଛନ୍ତି। କିନ୍ତୁ ତା ଦ୍ୱାରା କ'ଣ ହେଉଛି ଯେ ଯଦି ଗୋଟେ ଚାଷୀର ଦୁଃଖକୁ ବୁଝିବେ ତାହେଲେ ବେଦନାକୁ ବୁଝିବେ ତାହେଲେ ଭଲ ହେବ। ଆଉ ଯଦି ଏମିତି ଯାଇକି ପରିହାସ କଲା ଭଳିଆ କରିବେ ତାହେଲେ ହୁଏତ ମୁଁ ଭାବୁଛି ନାଇଁ ମୁଁ ସେଇ କଥା ହିଁ କହୁଛି। ଯେତେବେଳେ ବାତ୍ୟା ହେଇଥିଲା, ବନ୍ୟା ହେଇଥିଲା, ବାତ୍ୟା ସବୁଥିରେ ସେ ଆଗଭର ହେଇଛନ୍ତି, ଚିନ୍ତା କରିଛନ୍ତି, କିନ୍ତୁ କେବେ ଗ୍ରାସ୍ ରୁଟ୍କୁ ଯାଇନାହାନ୍ତି। ଆଜି ମୋହନ ସରକାର ସମସ୍ତଙ୍କର ମୁହଁ ଖୋଲି ଦେଇଛନ୍ତି ଏବଂ ସିଏ ଯେତେବେଳେ ନିଜେ ଯାଇକି ଦେଖୁଛନ୍ତି, ପରଖୁଛନ୍ତି ଚାଷୀଙ୍କ ଦୁଃଖକୁ, ସେଥିପାଇଁ କାଳେ ଆଗକୁ ମୁଁ ଭୋଟ ପାଇବିନି କି, ସେଥିପାଇଁ ନିଜକୁ ନିଜେ ସେ ରାସ୍ତାକୁ ବିଲକୁ ଯାଉଛନ୍ତି। ନହେଲେ ଆଗରୁ କେବେ ତ ବିଲକୁ ଯାଇନଥିବେ ମୁଁ ଦେଖିନି। ଏବେ ସେ ଯାଉଛନ୍ତି, ଚେଷ୍ଟା କରୁଛନ୍ତି ଆଗକୁ ଯିବା ପାଇଁ। ସାଲେପୁରରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।